सक्सेस पाइबा ପାଇଁ ସବୁଠୁ କୋଉ ଜିନିଷଟା ବେଶୀ ମ୍ୟାଟର କରେ? ଆ, ମୋ ମତରେ ପେସେନ୍ସ ଏଥିପାଇଁ ଓଡ଼ିଆରେ ଗୋଟେ ଢଗ ଅଛି, ଧୀର ପାଣି ପଥର କାଟେ। ଆମେ ଏଇ ଢଗର ମାନେ ବହୁତ ଭଲସେ ଜାଣିଛନ୍ତି କିନ୍ତୁ ରିଏଲାଇଜ୍ କରିନାହାନ୍ତି ବହୁତ କିଛି। ମୁଁ ଆଜି ଗୋଟେ ସ୍କୁଲରେ ଆନୁଆଲ୍ ସ୍ପୋର୍ଟସ୍ ହେଉଥିଲା, ମୁଁ ସେଇଠି ଥିଲି ପ୍ରେଜେଣ୍ଟ। ତ ସେ ସ୍କୁଲରେ ସେଠି ଗୋଟେ ଆଲି ଚାମଚ ଖେଳ ହୁଏ। ସେ ଚାମଚରେ ସେ ଗୋଟେ ଆଲି ରଖିକି ଫାଇନାଲ୍ ପଏଣ୍ଟ ଯାଏଁ ଯିଏ ଫାଷ୍ଟ ପହଞ୍ଚିଯିବ ସିଏ ହେବ ସେ କମ୍ପିଟିସନରେ ଫାଷ୍ଟ। ତାପରେ ଯିଏ ସେକେଣ୍ଡ ସେ ସେକେଣ୍ଡ, ତାପରେ ଯିଏ ଥାର୍ଡ଼ ସିଏ ଥାର୍ଡ଼ ରହିବ। ସବୁ 6-7 ଜଣ ପିଲା ଖେଳୁଥିଲେ। ସେ 6-7 ଜଣଙ୍କ ଭିତରୁ ସବୁ ଗୋଟି ଗୋଟାକି ତାଙ୍କ ଚାମଚରୁ ଆଲି ଖସି ପଡ଼ିଲା, ସେମାନେ ଡିସ୍କ୍ୱାଲିଫାଏ ହେଇଗଲେ। ବଟ୍ 2 ଜଣ ପିଲା ରହିଗଲେ ଯେଉଁମାନେ ଫାଇନାଲ୍ ପଏଣ୍ଟ ଯାଏଁ ପହଞ୍ଚିବାର କ୍ୟାପାବିଲିଟି ଥିଲା। ସେ 2 ଜଣଙ୍କ ଭିତରୁ ଗୋଟେ ଛୁଆ ବହୁତ ଆଗରେ ଥିଲା, ଆଉ ଗୋଟେ ଛୁଆ ବହୁତ ପଛରେ, ଯାହା ଚାମଚରେ ଆଲି ଅଛି। ଯିଏ ଛୁଆଟା ବହୁତ ଆଗରେ ପଳେଇଥିଲା ସମସ୍ତେ ଭାବୁଥିଲେ ଯେ ସେ ଛୁଆଟା ଆଗରେ ଅଛି ସିଏ ଜିତିଯିବ। ବଟ୍ ଲାଷ୍ଟ ଟାଇମ୍ରେ ଜଷ୍ଟ ଫାଇନାଲ୍ ପଏଣ୍ଟ ପହଞ୍ଚିବା ପୂର୍ବରୁ ତା ଚାମଚରୁ ଆଲି ଖସି ପଡ଼ିଲା, ଆଉ ସେ ଡିସ୍କ୍ୱାଲିଫାଏ ହେଇଗଲା। ଆଉ ସେଇ ଜାଗାରେ ଯିଏ ପଛ ଛୁଆଟା ଯାହା ଚାମଚରେ ଆଲି ଥିଲା, ସିଏ ଧୀରେ 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 ଆଗକୁ ବଢ଼ିଲା, ଆଉ ଫାଇନାଲ୍ ପଏଣ୍ଟକୁ ବହୁତ ଇଜିଲି କ୍ରସ୍ କରିଗଲା। ତ ଏଇ ଷ୍ଟୋରିରୁ ଆମେ କ'ଣ ଶିଖୁଛନ୍ତି? ଲାଇଫ୍ ଆମକୁ ବେଳେବେଳେ ପରୀକ୍ଷା କରେ, ସତ କଥା। ଇଏ ଭଗବାନ ଯେଉଁ କୁହନ୍ତି, ସେ ଭଗବାନ ଆମକୁ ପରୀକ୍ଷା କରେ। ସେ ବେଳେବେଳେ ଆମକୁ ଏମିତି ସିଚୁଏସନରେ ପକାଏ ଯେ ଆମେ ଭାବୁ ଯେ ବୋଧେ ସବୁ ଖତମ ହେଇଗଲା, ସବୁ ଲାଇଫ୍ର ଏଣ୍ଡ। ବଟ୍ ସେଇଟା ଏଣ୍ଡ ନୁହେଁ, ସେଇଟା ଲାଇଫ୍ର ଜଷ୍ଟ ଗୋଟେ ଫେଜ୍। ସେ ଫେଜ୍ ପାରି ହେଇଗଲା ପରେ ତମ ପାଖରେ ସେ ଡିଫିକଲ୍ଟି ରହିବନି। ଡିଫିକଲ୍ଟି ଚେଞ୍ଜ ହେଇଯାଇପାରେ କିନ୍ତୁ ସେ ଡିଫିକଲ୍ଟି ପରମାନେଣ୍ଟ ନୁହେଁ। ଆମେ ଯଦି ପେସେନ୍ସ ରଖିକି ନିଜ ଉପରେ କାମ କରିଚାଲିବା, ତାହେଲେ ଆଜି ନହେଲେ ବି କାଲି ସେ ଡିଫିକଲ୍ଟିରୁ ଆମେ ନିଜକୁ ଓଭରକମ୍ କରିକି ସକ୍ସେସଫୁଲ୍ ହେଇପାରିବା। ବଟ୍ ସବୁଠୁ ବଡ଼ କଥା, ଆମେ ସେ ଡିଫିକଲ୍ଟିରୁ ସେତେବେଳେ ଓଭରକମ୍ କରିପାରିବା ଯେତେବେଳେ ଆମ ନିଜ ଉପରେ ଭରସା ଥିବ, ଆଉ ସେ ଯେଉଁ ଫେଜ୍, ସେ ଯେଉଁ ଜର୍ଣ୍ଣି ଆମର ଚାଲିଛି ତା ଉପରେ ଯେମିତି ଆମେ ଧୈର୍ଯ୍ୟ ରଖିକି ଆଗକୁ ବଢ଼ିପାରିବାର କ୍ୟାପାବିଲିଟି ଥିବା ଦରକାର। ଆମେ ଯେତେ ଧୀରେ ବି ଯାଉ ସେଇଟା ମ୍ୟାଟର ନୁହେଁ। ଆମେ ଅନ୍ୟ ଲୋକଙ୍କଠୁ ବହୁତ ପଛରେ ଥାଇପାରୁ, କିନ୍ତୁ ଯଦି ଆମେ ନିଜର ପ୍ରଗତି କରିଚାଲିଛନ୍ତି, ଆଗକୁ ବଢ଼ି ଚାଲିଛନ୍ତି, ଧୀରେ ଧୀରେ ବି ହଉ ଯଦି ଆଗକୁ ବଢ଼ୁଛନ୍ତି, ତାହେଲେ ଆଜି ନହେଲେ କାଲି, କାଲି ନହେଲେ ପରଦିନ ହେଇପାରେ, ପରଦିନ ନହେଲେ ତା ପରଦିନ ହେଇପାରେ, କିନ୍ତୁ ଦିନେ ନା ଦିନେ ସକ୍ସେସ୍ ମିଳିବ ଆଉ ମିଳିବ। ତ ଏଇ କଥାରୁ ଆମେ ଶିଖୁଛନ୍ତି ବେଳେବେଳେ ଧୈର୍ଯ୍ୟ ଧରି ରଖିବା ସବୁଠୁ ବଡ଼ ଫ୍ୟାକ୍ଟର ହେଇଥାଏ ସକ୍ସେସ୍ ପାଇବା ପାଇଁ। ଧୈର୍ଯ୍ୟ ଧରିକି ରଖ, ଆଉ ନିଜ ଉପରେ କାମ କରିଚାଲ, ଇମ୍ପ୍ରୁଭ୍ କରିଚାଲ, ଯେ ଏଇଟା ପ୍ରୁଫ୍ ହେବ ଯେ ତମେ ସକ୍ସେସ୍ ପାଇଛ ନିଜ ଦମ୍ରେ, ନା କି କେଉଁ ବଡ଼ ଲୋକର ହାତ ତମ ମୁଣ୍ଡ ଉପରେ ରହିଯାଇଥିଲା। ସେଇଟା ହେବ ପ୍ରୁଫ୍ ଯେ ତମେ ନିଜ ଦମ୍ରେ, ନିଜର ପୁରୁଷାର୍ଥ, ନିଜର ସାମର୍ଥ୍ୟ ବଳରେ ତମେ ପାଇଛ ସକ୍ସେସ୍, କାହା ହେଲ୍ପରେ ନୁହେଁ। ୟେସ୍।